ଆପଣ କ'ଣ କେବେ ବି ଛଣାକୁ ଚୁଡ଼ି ପିନ୍ଧେଇ ନାହାନ୍ତି ନା? ତ ତାହେଲେ ଆପଣମାନଙ୍କୁ ଆଜିର ଭିଡ଼ିଓ ବହୁତ ୟୁଜଫୁଲ୍ ହେବ। ନମସ୍କାର, ଜୟ ଜଗନ୍ନାଥ। ମୁଁ ମିନତି ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଏକ ଫ୍ରେଶ୍ ଭିଡ଼ିଓକୁ। ଆଶା କରୁଛି ସବୁଦିନ ଭଳି ଆଜି ବି ଆପଣମାନେ ବହୁତ ହି ଭଲରେ ଥିବେ। ତ ଚାଲନ୍ତୁ ଭିଡ଼ିଓ ଆରମ୍ଭ କରି ନେଇଯିବା। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ରିକ୍ୱେଷ୍ଟ, ଯେଉଁମାନେ ମୋ ଭିଡ଼ିଓରେ ନୂଆ ଅଛନ୍ତି ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ଯେବେ ବି ଯାହା ଭିଡ଼ିଓ ଅପଲୋଡ଼ କରିବି ଆପଣମାନଙ୍କ ପାଖକୁ ନୋଟିଫିକେସନ୍ ଜଲ୍ଦି ପଳେଇବ ଆଉ ଆପଣମାନଙ୍କର ଗୋଟେ ସପୋର୍ଟ ମୋତେ ମିଳିଯିବ। ତ ଚାଲନ୍ତୁ ଆଜିର ଭିଡ଼ିଓ ଆରମ୍ଭ କରି ନେଇଯିବା। ଆଜିର ଭିଡ଼ିଓ ଆପଣମାନଙ୍କ ପାଇଁ କେତେ ହେଲ୍ପଫୁଲ୍ ଅଛି ତ ଚାଲନ୍ତୁ ଦେଖି ନେଇଯିବା। ତ ଆଜିର ମୋର ପ୍ରଥମ ଟିପ୍ସ ଭିଡ଼ିଓଟି ହେଉଛି ଏଇଭଳି ଆପଣଙ୍କ ଘରେ ଯଦି ଛୁଆମାନେ ଅଛନ୍ତି ଆଉ ଏ ରିମୋଟ୍କୁ ଛଡ଼ାଛଡ଼ି ହେଉଛନ୍ତି ଆଉ ମାଡ଼ପିଟ୍ କରିକି ରିମୋଟ୍ ଏପଟ ସେପଟ ଫୋପଡ଼ା ଫୋପଡ଼ି କରୁଛନ୍ତି। ତ ଫୋପଡ଼ା ଫୋପଡ଼ି କରିବା ଦ୍ୱାରା ଆପଣମାନଙ୍କ ରିମୋଟ୍ଟି କ'ଣ ହେଇଥାଏ ନା ବହୁତ ଶୀଘ୍ର ନଷ୍ଟ ହୋଇଥାଏ, ତା'ର ଆୟୁଷ ବହୁତ କମ୍ ହେଇଥାଏ। ଯଦି ସେମିତି କିଛି ଆପଣମାନଙ୍କର ସମସ୍ୟା ହେଉଛି ତାହେଲେ ଗୋଟେ ସୁନ୍ଦର ସା ଟ୍ରିକ୍ ଆପ୍ଲାଏ କରନ୍ତୁ। ଯଦି ଆପଣଙ୍କ ଘରେ ସେମିତି କିଛି ହେଉଛି ତେବେ ଆପଣମାନେ କ'ଣ କରନ୍ତୁ ନା ଉପରେ ଏଇଭଳି ଭାବେ ଗୋଟିଏ ରବର ଆଉ ତଳେ ଏଇଭଳି ଭାବେ ଗୋଟିଏ ରବର ପକାଇ ନେଇଯାଆନ୍ତୁ। ଦେଖିବେ ଆପଣମାନଙ୍କ ଯେତେ ଛଡ଼ାଛଡ଼ି ହେଲେ କିମ୍ବା ବାରମ୍ବାର ତଳେ ପଡ଼ିଲେ ସେଟା ପଡ଼ିବ ତ ଆଉ କିନ୍ତୁ ଭାଙ୍ଗିବାଟା ବହୁତ କମ୍ ହେଇଯିବ, କାହିଁକି ନା ତା'ର ପ୍ରେସର ପ୍ଲାଷ୍ଟିକ୍ ଉପରେ କମ୍ ରହିବ ଆଉ ଯେତେବେଳେ ପଡ଼ିବ ତା'ର ରବର ଉପରେ ବେଶୀ ପ୍ରେସର ରହିବ, ଯେଉଁଟାକି ଜଲ୍ଦି ସେଟା ଭାଙ୍ଗିବ ନାହିଁ ଆଉ ଜଲ୍ଦି ସେଟା ଆପଣମାନଙ୍କର ଖରାପ ହେବନି। ଆଶା କରୁଛି ଛୋଟିଆ ଟିପ୍ସଟେ କିନ୍ତୁ ଆପଣମାନଙ୍କୁ ହେଲ୍ପଫୁଲ୍ ହେଇଥିବ। ଯଦି ହେଇଥିବ ଆପଣମାନେ ସୁନ୍ଦର ସେ ଗୋଟେ ଲାଇକ୍ କରିଦିଅନ୍ତୁ ମୋତେ ମୋଟିଭେଟ୍ କରିବା ପାଇଁ। ତ ଚାଲନ୍ତୁ ଆମର ନେକ୍ସଟ ଟିପ୍ସ ଦେଖି ନେଇଯିବା। ନେକ୍ସଟ ଟିପ୍ସ ଆପଣମାନଙ୍କ ପାଇଁ କ'ଣ ଅଛି? ନେକ୍ସଟ ଟିପ୍ସ ଏଇଭଳି ଆପଣମାନେ ଯେତେବେଳେ କି ବ୍ୟବହାର କରିଥାନ୍ତି ଆପଣମାନଙ୍କର କୌଣସି ବି ଚୁଡ଼ି ଏଇ ଟାଇପ୍ର ଯେତେବେଳେ କି ଆମର ତାକୁ ବ୍ୟବହାର କରିବା ସମୟ ସରିଯାଇଥାଏ ଆଉ ଇଚ୍ଛା ହେଇନଥାଏ ବ୍ୟବହାର କରିବା ପାଇଁ, ତା'ର ରଙ୍ଗ ଛାଡ଼ି ଯାଇଥାଉ ହଉ କିମ୍ବା କୌଣସି କାରଣ ପାଇଁ ହଉ, ତାପରେ ଆମେମାନେ ତାକୁ ଫୋପାଡ଼ି ଦେଇଥାଉ। ଫୋପାଡ଼ିବା ପୂର୍ବରୁ ଗୋଟେ ସୁନ୍ଦର ସେ ଟ୍ରିକ୍ ଆପ୍ଲାଏ କରିଦିଅନ୍ତୁ। ଦେଖିବେ ଆପଣମାନେ ଫୋପାଡ଼ିବା ପୂର୍ବରୁ ନିହାତି ଭାବେ ଏଇଟା ଆପ୍ଲାଏ କରିବେ ଆଉ ବହୁତ ହି ଭଲ ଲାଗିବ ବୋଲି ମୁଁ ଆଶା କରୁଛି। ଏଇଭଳି ଭାବେ କୌଣସି ଏକ ଦୌଡ଼ି ହଉ କ'ଣ ବି ଆପଣମାନେ ରବର ଅଛି ଯାହା ବି କିଛି ଅଛି ହ୍ୟାଙ୍ଗିଂ କରିବା ପାଇଁ ଏମିତି କରିନେଇଯିବେ ଆଉ ଆପଣଙ୍କର ବାଥରୁମ୍ ହଉ କିମ୍ବା କିଚେନ୍ ହଉ ସେଠି ଆପଣମାନେ ଏମିତି ଟାୱେଲ୍ ଟଙ୍ଗେଇ ପାରିବେ, ଯେଉଁଟାକି ଆପଣମାନଙ୍କୁ ମାଗଣାରେ ମାନେ କିଣିବା ପାଇଁ ପଡ଼ିବନି ବଜାରରୁ, ଆରାମସେ ଆପଣଙ୍କର ଗୋଟେ ଘରୋଇ ଜିନିଷ ଆପଣମାନଙ୍କର ରେଡ଼ି। କିମ୍ବା ନହେଲେ ଆପଣମାନେ ଏଇଭଳି ଭାବେ କିଚେନ୍ରେ ରଖିକି ଆପଣମାନଙ୍କର ଡଙ୍କି ଫଙ୍କି ଯାହା ବି ଅଛି ଆପଣମାନେ ଏଇଭଳି ଭାବେ ତାକୁ ହ୍ୟାଙ୍ଗ କରିପାରିବେ। ଦେଖିବେ ଆପଣମାନେ ବହୁତ ସମୟ ପର୍ଯ୍ୟନ୍ତ ଲାଷ୍ଟିଂ ବି ମଧ୍ୟ କରିବ ଆଉ ବହୁତ ସୁନ୍ଦର ଭାବେ କାଢ଼ି ବି ମଧ୍ୟ ହେବ। ଆଶା କରୁଛି ଛୋଟିଆ ଟିପ୍ସଟେ କିନ୍ତୁ ଆପଣମାନଙ୍କୁ ବହୁତ ହି ଭଲ ଲାଗିଥିବ ଆଉ ଆପଣମାନଙ୍କର କାମରେ ଆସିବ ବୋଲି ମୋର ଆଶା। ତ ଚାଲନ୍ତୁ ଆମର ନେକ୍ସଟ ଟିପ୍ସ ଦେଖି ନେଇଯିବା। ନେକ୍ସଟ ଟିପ୍ସ ହେଉଛି ଏଇଭଳି ଆମମାନଙ୍କର ନେଲ୍ ପଲିସ୍ ଆମେ ଯେତେବେଳେ ବହୁତ ଦିନ ପର୍ଯ୍ୟନ୍ତ ନ ଲଗେଇଥାଉ, ବହୁତ ଦିନ ପରେ ଆମେମାନେ ଯେତେବେଳେ ତାକୁ ବ୍ୟବହାର କରିବା ପାଇଁ ତାକୁ କାଢ଼ିଥାଉ ତାପରେ କ'ଣ ହେଇଥାଏ ନା ସେଟା ବହୁତ ଜୋରରେ ବସି ଯାଇଥାଏ, ଯେଉଁଟାକି ଜମା ବି ଯେତେ ଟ୍ରାଏ କଲେ ମଧ୍ୟ ସେଟା ଜମା ଖୋଲି ନଥାଏ। ତ ଆମେ ବହୁତ କସରତ କରିଥାଉ, ତାପରେ ଯେତେବେଳେ ନ ଖୋଲି ନଥାଏ ବେଳେବେଳେ ତ ଆମେ ରାଗିକି ତାକୁ ଫୋପାଡ଼ି ଦେଇଥାଉ। ଫୋପାଡ଼ିବା ପୂର୍ବରୁ ନିହାତି ଭାବେ ଏଇଠି ଛୋଟିଆ ଟିପ୍ସଟା ଆପ୍ଲାଏ କରନ୍ତୁ। ଯେତେବେଳେ କି ଏମିତି ଟାଇଟ୍ ହେଇଯାଉଛି ଖୋଲୁନି ତାହେଲେ ଆପଣମାନେ କ'ଣ କରନ୍ତୁ ନା ଏଇଭଳି ଭାବେ ଯେକୌଣସି ରବର ନେଇଯାଆନ୍ତୁ, ଏଇଭଳି ଭାବେ ତା'ର ଠିପିରେ ଏମିତି ଲଗେଇ ନେଇଯାଆନ୍ତୁ। ଦେଖିବେ ଆପଣମାନେ ପ୍ରେସ୍ କରି ତାକୁ ଯେତେବେଳେ ଖୋଲିବେ ବହୁତ ସୁନ୍ଦର ଭାବେ ସେଟା ଖୋଲିଯିବ, ଏତେ ଟାଇଟ୍ ହେଇକି ରହିବନି, ଆରାମସେ ଜିନିଷଟି ଖୋଲିଯିବ, ଆପଣଙ୍କୁ ଆଉ ଫୋପାଡ଼ିବାକୁ ପଡ଼ିବନି। ଆଶା କରୁଛି ନିହାତି ଭାବେ ଆପଣମାନଙ୍କୁ ଭଲ ଲାଗିଥିବ ଟିପ୍ସଟି। ତ ଚାଲନ୍ତୁ ଆମର ନେକ୍ସଟ ଟିପ୍ସ ଦେଖି ନେଇଯିବା। ନେକ୍ସଟ ଟିପ୍ସ ହେଉଛି ଏଇଭଳି ପ୍ଲାଷ୍ଟିକ୍ ଟାଇପ୍ର ମେଟାଲ ଚୁଡ଼ି ଗୁଡ଼ାକ ଆମେ ଯେଉଁ ବ୍ୟବହାର କରିଥାଉ ଧୀରେ ଧୀରେ କ'ଣ ହେଇଥାଏ ନା ବ୍ୟବହାର କରିସାରିଲା ପରେ ଏମିତି ଏଇ ଟାଇପ୍ର ସବୁ କ'ଣ ହେଇଥାଏ ନା ଆମର ଚେପା ହେଇଯାଇଥାଏ, ତା'ର ନକ୍ସା ହିଁ ବଦଳି ଯାଇଥାଏ। ତ ତାକୁ ଆମେ ବ୍ୟବହାର କରିବା ପାଇଁ ଜମା ବି ଭଲ ଲାଗିନଥାଏ। ତାକୁ ଆମେ ସୁନ୍ଦର ସା ଟ୍ରିକ୍ ଆପ୍ଲାଏ କରିପାରିବା। ତାକୁ କ'ଣ କରିବା ନା ଏମିତି ଚେପା କରି ନେଇଯିବା, ଚେପା କରି ନେବା କିମ୍ବା ନହେଲେ ଆମେମାନେ କଇଁଚି ସାହାଯ୍ୟରେ ତାକୁ କାଟିପାରିବା। କାଟିକି ଗୋଟେ ସୁନ୍ଦର ସା ଏଇଭଳି ଭାବେ ଆମେମାନେ କିଛିଟା ହୁକ୍ସ ତିଆରି କରିପାରିବା। ଦେଖନ୍ତୁ ଆରାମସେ ହୁକ୍ସ ତିଆରି ହେଇଯିବ ସେଇସବୁ ଚୁଡ଼ିମାନଙ୍କରେ, ଯେମିତିକି ମୁଁ ଏଇଠି ଆରାମସେ କରିଛି, ବହୁତ ସହଜରେ ହେଇଯାଉଛି, କଇଁଚିରେ କାଟିକି ଆରାମସେ ହେଇଯାଉଛି, ଯେଉଁଟାକି ବଜାରରେ ଏମିତି ହୁକ୍ସ ତ ମିଳିଥାଏ, ବହୁତ ଟଙ୍କା ଖର୍ଚ୍ଚ କାହିଁ କରିବା। ତ ଏଇଭଳି ଭାବେ ତାକୁ ବନେଇ ନେଇ ସାରିଲା ପରେ ଆପଣଙ୍କ ଘରେ ଯଦି ଏଇଭଳି ଭାବେ ଛଣା ବହୁତ ସାରା ରହିଯାଇଛି, ମାନେ 2ଟା 3ଟା ଏମିତି ରହିଯାଇଛି, ଆପଣମାନଙ୍କର କିଛିଟା ୟୁଜ୍ ହେଉନି, ରହିଯାଇଛି ସେମିତି ପଡ଼ିକି, ତାହେଲେ ଆପଣମାନେ ଏଇ ଟ୍ରିକ୍ଟା ନିହାତି ଭାବେ ଆପ୍ଲାଏ କରନ୍ତୁ। ଆପଣଙ୍କ କିଚେନ୍ରେ ବହୁତ ହି ହେଲ୍ପଫୁଲ୍ ହେବ। ତ ଏଇ ଯେଉଁ ହୁକ୍ସ ଆମର ବନା ହେଇଥିଲା ତାକୁ ଆପଣମାନେ ଏଇଭଳି ଭାବେ, ଯେହେତୁ ଏଇ ଛଣାରେ କରଚୁଲିରେ ସେଥିରେ ବହୁତ ସାରା କଣା ଥାଏ, ଆପଣମାନେ ଚାହିଁଲେ ବହୁତ ସାରା ତା ଦେହରେ ଏଇଭଳି ଭାବେ ହୁକ୍ ଲଗାଇ ନେଇଯିବେ। ଏଇଭଳି ଭାବେ ଦେଖନ୍ତୁ ମୁଁ ଯେମିତି ଭାବେ ହ୍ୟାଙ୍ଗ କରିଛି, ଦେଖନ୍ତୁ ବହୁତ
बहुत अल्प जगार बहुत सारा जिनस आपण मान रही भी मझीरे भी आपण मैंने सेटाको लगे नहीं पारे बहुत सारा जिनस गोटे जगार आपण मैंने हैंग करेंगे जदि छोट स्पेस अच्छी निहाती भाव यहाँ हेल्पफुल हम जदि आपण मान घरे ये करचुली एक्सट्रा अच्छी ताले निहाती यहाँ अप्लाई करूँ। तो चलते आम नेक्स्ट टिप्स देखने नेक्स्ट टिप्स हूँ मुझे नहीं जाइए गोटे भंगा कप जोटा कि हैंडल नहीं भांगी जाइए आउ गोटे नहीं जाइए एभली भाव छुरी जोटा कि पूरा जंक लग जाइए ताकू आमे केमती घरे उपाय आज आम पूरा क्लीन करवा जमी बाहर सब क्लीन करती पूरा चकाचक सेमती ही करवा। तो तापर नहीं जाइए गोटे पेस्ट टिके तार कौन करना कप्र पछपटे ये भाव लगे नहीं जाइए लगे सारापर कौन करवा ना से छुरी रे आमे हल्का टिके ना कौन करवा ना पानी लगे नहीं जावा। तो टिके जेहेतु ड्राए होकर रही जाइए तादर आमे टिके हल्का पानी लगे नहीं जावा तापर आमे कौन करवा ना कप्र पछपटे ये भाव कौन करवा ना छुरीटा को घसी नहीं जावा। देखिए आपण मैंने बजार जावा आवश्यक पड़ोनी आपण मानकर छुरीटी निहाती भाव सुंदर भाव आपण मानकर धार हवा सहित बहुत क्लीन जेते सारा जंक जेते सारा तादेह सब मैला जहाँ भी लगे रही सब बढ़िया से क्लीन हो बढ़िया ट्रिकटा मुझे भावुँ यहाँ सबुठ ही आपण मानक बहुत ही हेल्पफुल हम जदि ये भाव आपण मानक घरे छुरी रही जाइए जंक होगी छुरी हो बा कौन सी जिनस जंक होकर रही जाइए आराम से आपण मैंने ये भाव जंक बाहर करेंगे। आशा कर छोटिया टिप्सटा किंतु आपण मानक बहुत ही हेल्पफुल हम माने खास कर तो मुझे कहबी यही सब छोटिया छोटिया आइडिया तो आम महिला मानक निहाती भाव जाना दरकार जो मैंने कि घर काम लिप्त अच्छा से तो ये छोटिया छोटिया टिप्स तो निहाती जाना दरकार जोटा कि आम घरे रही किछिटा पैसा बचे कि आम घरे ही सब उपचार बाहर करें। आशा कर टिप्स वीडियो गुड़ी आपण मानक भल लगी कौ टिप्स वीडियोटी आपण मानक बेसी भल लगे निहाती भाव मत कमेंट माध्यम जानवे जदि भल लगे लाइक शेयर कमेंट करने को जमा भी भूलें आ सांग मान सहित रिलेटिव मान सहित निहाती भाव शेयर करूँ से भी जानीपर आउ एक नुआ टिप्स सहित आउ एक नुआ वीडियो सहित आउ एक नुआ दिन मु आपण मान पाखक आसबि। आज वीडियो को मु एठी रखुची। जय जगन्नाथ।